ଓଡ଼ିଆମାନଙ୍କର ଗଣପର୍ବ ରଜ ଉତ୍ସବ ପୂର୍ବରୁ ଖୋଲାଗଲା ମା ଉଗ୍ରତାରାଙ୍କ ଦାନହୁଣ୍ଡି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମୁଲିଝର ଗଡ଼ସ୍ଥିତ ମା ଉଗ୍ରତାରା ଦେବୀଙ୍କର ପୀଠରେ ଥିବା ଦାନହୁଣ୍ଡି ପ୍ରଶାସନ ପକ୍ଷରୁ ଖୋଲାଯାଇ ଗଣତି କରାଯାଇଛି। ମନ୍ଦିର ପ୍ରଶାସନର ମୁଖ୍ୟ ଟାଙ୍ଗୀ ତହସିଲଦାର ନିଷ୍ଠା ମହାପାତ୍ରଙ୍କ ଉପସ୍ଥିତିରେ ଖୋଲାଯାଇଥିଲା ଦାନହୁଣ୍ଡି। ମା ଉଗ୍ରତାରା ଦେବୀଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ହୁଣ୍ଡି ଖୋଲାଯାଇଥିଲା। ହୁଣ୍ଡି ଖୋଲାଯିବା ପରେ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ମଧ୍ୟରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା। ହୁଣ୍ଡି ଗଣତି କାର୍ଯ୍ୟରେ ସ୍ୱଚ୍ଛତା ପାଇଁ ସିସିଟିଭିର ମନିଟରିଂ ମାଧ୍ୟମରେ ଗଣତି କାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟି ସଦସ୍ୟ କୁମାର ପାତ୍ର, ସୁବ୍ରତ ସାମନ୍ତରାୟ, ରାଜସ୍ୱ ନିରୀକ୍ଷକ କୈଳାସ ଦଳାଇ, ପୂର୍ଣ୍ଣିମା ହରିଚନ୍ଦନ, ବ୍ଲକ କର୍ମଚାରୀ ନିତ୍ୟାନନ୍ଦ ବେହେରା, ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ସବ୍ ଇନ୍ସପେକ୍ଟର ବିଶ୍ୱରଞ୍ଜନ ଦାସଙ୍କ ସହ ମହିଳା ସ୍ୱୟଂ ସହାୟକା ଦଳର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ। ଆଜିର ଗଣତି ପରେ ମୋଟ 4,82,290 ଟଙ୍କା ଆୟ ହୋଇଥିବା ଜଣାପଡ଼ିଛି। ଏହାସହ ଭକ୍ତମାନଙ୍କଠାରୁ 5ଟି ରୂପେ ମୁଦ୍ରା ମିଳିଥିବା ଜଣାପଡ଼ିଛି। ଦାନହୁଣ୍ଡିରୁ ଆୟ ହୋଇଥିବା ଅର୍ଥରାଶି ମନ୍ଦିର କମିଟିର ଜମା ଖାତାକୁ ସିଙ୍ଗିପୁର ବ୍ୟାଙ୍କ ଅଫ୍ ଇଣ୍ଡିଆ ଖାତାରେ ଜମା କରାଯିବ ବୋଲି ତହସିଲ ପ୍ରଶାସନରୁ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ ଦୁର୍ଗାପ୍ରସାଦ ଦାସଙ୍କ ରିପୋର୍ଟ, ନିର୍ମଳ ଟିଭି।